9ଟା ବେଳେ ମୁଁ ଦୋକାନ ବନ୍ଦ କଲି। ମୋ ପାଖରେ ଗୋଟେ ଲୋକ ବସି ରିଜ୍ୟୁମ୍ ବନଉଥିଲେ। ମୋର ତାଙ୍କ ଉପରେ ଡାଉଟ୍ ହେଉଛି। ଲୋକ ରିଜ୍ୟୁମ୍ ବନେଇଲେ, ବନେଇ ସାରିଲା ପରେ ମୋତେ କହିଲେ ଏଇଟା ପିଡିଏଫ୍ଟା ହ୍ୱାଟ୍ସଆପ୍ କରିଦେବ। ମୁଁ କହିଲି ଠିକ୍ ଅଛି। କହିଲେ ହେଉଛି ନା ମୋର ଆଉ ଟିକେ ଏଡ଼ିଟ୍ ହେବ, ମୁଁ କାଲି 6:30 ବେଳେ ଆସୁଛି, ମୁଁ ନେଇଯିବି। ମୁଁ କହିଲି ଠିକ୍ ଅଛି। ଆଉ ଦୋକାନ ବନ୍ଦ କଲି, ମୋର ସବୁ ଲ୍ୟାପଟପ୍ ପ୍ୟାକ୍ କଲି ଘରକୁ ଯାଉଛି। ଗଲାବେଳେ ଏଇଠୁ ଆମ ମାର୍କେଟ କିଛି ଆଗକୁ ଗଲା ପରେ ଗୋଟେ ବାଇକ୍ ମୋତେ ଫଲୋ କଲା। ମୁଁ ଆଉ କିଛି ଜାଣିପାରିଲିନି। ତାପରେ ପୁରା ଆମ ଯେଉଁ ପଡ଼ିଆ ଛକ ହେଇଗଲା, ସେଠୁ ମୋତେ 4ଟା ଲୋକ 2ଟା ବାଇକ୍ରେ ଅଟକେଇଲେ। ଅଟକେଇ ସାରିକି କହିଲେ ହେଉଛି ମାନେ ଗନ୍ ଫନ୍ ଲଗେଇଲେ, ଆଉ ଛୁରୀ ଲଗେଇଦେଲେ ବେକରେ। କହିଲେ କ'ଣ ସବୁ ଦିଅ। ତାପରେ ମୁଁ ତାଙ୍କ ମାନେ ଛଡ଼େଇବା ପାଇଁ ଚେଷ୍ଟା କଲି। ତଥାପି କହିଲେ ନା ଗନ୍ ଲଗେଇଦେଲେ, ପାଟି କଲେ ମାରିଦେବା। ସେଠୁ ତାଙ୍କୁ ଦେଇଦେଲି। ଦେଇଦେଲା ପରେ ତାପରେ ମାନେ ମୋ ସ୍କୁଟି ଚାବି ନେଇ ଫିଙ୍ଗି ଦେଲେ। ତାପରେ ବାଇକ୍ ନେଇ ପଳେଇଲେ। ନାଇଁ ଯେଉଁ ଆମର ବାଇକ୍ ନେଇନାହାନ୍ତି, ମୋ ଲ୍ୟାପଟପ୍ ନେଇ ପଳେଇଲେ। 4 ଜଣ 2ଟା ଗାଡ଼ି, ଗୋଟେ ଥିଲା ଆପାଚି ଆଉ ଗୋଟେ ଥିଲା ଏଫଜେଡ୍। ବ୍ୟାଗରେ ଥିଲା 1,300,000 ଟଙ୍କା। ଲ୍ୟାପଟପ୍ ଗୋଟେ ଏଚପିର ଥିଲା, ନୂଆ ରିସେଣ୍ଟ ଆଣିଥିଲି। ଆଉ ମୋ ଫୋନ୍ ନେଇଥିଲି। ଆଉ ଲ୍ୟାପଟପ୍ରେ ତାର ଯେଉଁ ଚାର୍ଜର ମାଉସ୍ ସେ ସବୁ ଥିଲା। पुलिस इन्वेस्टिगेशन ଯାଇଥିଲେ କ'ଣ ହେଲା? ପୋଲିସ ମୋତେ ଗୋଟେ ଫଟୋ ଦେଖେଇଲେ। ମୁଁ କହିଲି ହଁ ଏଇ ଲୋକ। ପୋଲିସ କହିଲେ ହଁ ଆମେ ଖୋଜିଛୁ। ପୋଲିସ ସ୍ପଟକୁ ଯାଇଥିଲେ, ଖାଲି ସ୍ପଟଟା ସ୍କେଚ୍ କରିକି ଆଣିଲେ, ଆଉ କିଛି କରିନାହାନ୍ତି। ତମେ କ'ଣ ଚାହୁଁଛ? ମୁଁ ଚାହୁଁଛି ମୋ ରିକଭରି ଜଷ୍ଟିସ୍। ମୁଁ କାଲି 9ଟା ବାଜିବାକୁ 5 ମିନିଟ୍ ଥିଲା। ପୁଅ କହିଲି ଦୋକାନ ବନ୍ଦ କରିକି ଘରକୁ ଯା। ମାମା କ'ଣ କହୁଥିଲେ ଟମାଟୋ ଫମାଟୋ ନେଇକି ଯିବା କଥା, ନେଇକି ଯା ଘରକୁ। ତ ସେ ସେଠୁ କହିଲା ବାପା ଜଣେ ଅଛନ୍ତି, ତାଙ୍କର କାମ ସାରି ଦେଇକି ମୁଁ ଘରକୁ ଯାଉଛି। ତ 9ଟା 5 ଭିତରେ ସେ ବନ୍ଦ କରିକି ଦୋକାନ ଘରକୁ ଗଲା। ଘରକୁ ଗଲା ପରେ ଆମର ଘରକୁ ଗଲାପରେ ଗୋଟେ ଛୋଟ ପୋଲ ଅଛି, ତାପରେ ଗୋଟେ ପଡ଼ିଆ। ସେ ପଡ଼ିଆ ପାଖରେ ସେ 2ଟା ବାଇକ୍ରେ ପଛପଟୁ ଗଲେ ଫଲୋ କରିକି ତାକୁ ସେଠି ଆଟାକ୍ କଲେ। ଆଉ ଗୋଟେ ଫାୟାରିଂ ଭଳିଆ ହେଲା। କଟୁରୀ ବେକରେ ଲଗେଇ ତାପରେ ଲ୍ୟାପଟପ୍ 1,03,000 ଟଙ୍କା ଏବଂ ତା ମୋବାଇଲ ନେଲେ, ତାକୁ ଧକ୍କା ମାରିଲେ, ତା ଗାଡ଼ି ସହ ସିଏ ପଡ଼ିଗଲା। ପଡ଼ିଲା ପରେ ଏମାନେ ନେଇକି ଫେରାର ହେଇଗଲେ। ଆଉ ତ କାଲିଠୁ ଇନଭେଷ୍ଟିଗେସନ୍ ଚାଲିଛି, ତାଙ୍କର କରିଚାଲିଛନ୍ତି। ଯଦି ଜନଜୀବନ ଏଇଭଳିଆ ସୁରକ୍ଷା ଦିଆଯାଏ ରାତି 9ଟାରେ ବଜାର ଉପରେ, ତାହେଲେ କେତେ ସୁରକ୍ଷିତ ଜନଜୀବନ ସେଟା ଆପଣମାନେ ଅନୁଭବ କରିବେ। 6 ଜଣ ବୋଲି ସିଏ ଯାହା ପୁଅ କହୁଛି, 6 ଜଣ ସେଠି ସ୍ପଟ୍ ଉପରେ ଥିଲେ। କଟୁରୀ 2ଟା ଥିଲା, ରିଭଲଭର 2ଟା ଥିଲା। ଅଟକେଇବା ପାଇଁ ବି ସାବର ମଧ୍ୟରେ ଚେଷ୍ଟା କରୁଥିଲେ, ବହୁତ ଚେଷ୍ଟା କରିଥିଲେ, କିନ୍ତୁ ଅଟକେଇ ପାରିଲେନି। ଆଉ ତାପରେ ସେ କ୍ଷିପ୍ର ଗତିରେ ଏଡା ଆଡ଼କୁ ପଳେଇଗଲେ। ପୋଲିସ ଇନକ୍ୱାରି ତ କରୁଛି, ତାର ଇନଭେଷ୍ଟିଗେସନ୍ କରୁଛି। କାଲି ଏସଡିପିଓ ଆସିଥିଲେ, ଆଉ ସମସ୍ତ ଷ୍ଟେଟମେଣ୍ଟ ନେଇକି ଯାଇଛନ୍ତି। ଦୋକାନ ବି ଯାଇଥିଲେ, ଦୋକାନ ଇନକ୍ୱାରି କରିକି ଯାଇଛନ୍ତି। ତାର କେତେ ଦୂର ଫଳପ୍ରଦ ହେବ ସେମାନେ ଜାଣିଛନ୍ତି। ବସି 2 ଜଣ ଖେଳୁଥିଲୁ, ମୋ ସାଙ୍ଗ ପିଲାଟେ ମୁଁ 2 ଜଣ ଖେଳୁଥିଲୁ ଫୋନରେ। ରାସ୍ତା ଉପରେ ଗୋଟେ ସାଉଣ୍ଡ ହେଲା, ଆମେ କହିଲୁ କିଏ ପଡ଼ିଗଲା ବୋଧେ। ଆମେ ଗଲୁ ଦୌଡ଼ିକି ପାଖକୁ, ଗଲୁ ଯେମିତି 2 ଜଣ ଗନ୍ ଧରିକି ଆସିଲେ ଆମ ଆଡ଼ିକି। କହିଲେ ତମେ ଏଠି ଆସନି, ପଳ। ସେଠି କହିଲେ ଆମେ ଦେଖିଲୁ ଗୁଡୁ ଚିଲେଇଲା। ଏଠୁ ଗୁଡୁ ଭାଇ ବଞ୍ଚାଏ ମୋତେ ନେଇଗଲେ ମୋର ସବୁ। ମୁଁ କହିଲି ଗୁଡୁ ତୁ ପଳେଇ ଆସେ, ନେଇଯାଆନ୍ତୁ ସାମାନ ତୁ ପଳେଇ ଆ ପଛକୁ, ଦେଖିବା ପଛରେ କ'ଣ ହେଉଛି। ମାର୍କେଟକୁ ଫୋନ୍ କରୁଛି, ଅଟକେଇବା ମାର୍କେଟ ଏତିକି। ତାପରେ ଗାଡ଼ି ଧରି ପଳେଇଲେ, ଆମେ ପଳେଇ ସବୁ ଆଣିଥିଲେ। କ'ଣ ଗନ୍ 2ଟା ଆମେ ଦେଖିଛୁ, ଆଉ ଆକୁ କ'ଣ ଧରିକି ଚାକୁ ମାକୁ ଦେଖିଛନ୍ତି ଆମେ ଜାଣିନୁ। ଗୁଡୁ କ'ଣ ଧରିକି ଦେଖିଛୁ। ଆମେ ଦେଖିଛୁ 4-5 ଜଣଙ୍କୁ ଦେଖିଛୁ। ତାପରେ ଗାଡ଼ି ମୁଁ ଗୋଟେ ଦେଖିଛି ଏଫଜେଡ୍, ଆଉ କି ଗାଡ଼ି ଥିଲା ମୁଁ ଦେଖିନାହିଁ ଠିକ୍ ସେ, ରାତିରେ ଦେଖି ହେଲାନି ନା।